ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆକ୍ସନରେ ମୋଦି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନ ମୋଡ୍ରେ ମୋଦି ଡାକିଲେ ବଡ଼ ବୈଠକ। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ଏବଂ ଚ୍ୟାନେଲ ପ୍ରଥମ ଥର ଆସିଥିଲେ ଏହି ଚ୍ୟାନେଲକୁ ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରି ରଖନ୍ତୁ। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ 23 ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଫଳସ୍ୱରୂପ ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିସ୍ଥିତିର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ 22 ମାର୍ଚ୍ଚ 2026ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଦେଶର ଶକ୍ତି ପରିସ୍ଥିତି ସମୀକ୍ଷା କରିବା ପାଇଁ ଏହି ବୈଠକରେ ଅନେକ ବରିଷ୍ଠ ସରକାରୀ ମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ଏପରି ସମୟରେ ହେଉଛି ଯେତେବେଳେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଏହାକୁ ଦୃଷ୍ଟିରେ ରଖି ଦେଶ ଯେପରି ପ୍ରଭାବିତ ନ ହୁଏ ତାହା ନିଶ୍ଚିତ କରିବା ପାଇଁ ସରକାର ସକ୍ରିୟ ପ୍ରସ୍ତୁତି କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ସମୟରେ ପେଟ୍ରୋଲିୟମ, ଔଷଧ ତୈଳ, ବିଦ୍ୟୁତ୍ ଏବଂ ସାର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବ। ସରକାର ଲକ୍ଷ୍ୟ ରଖିଛନ୍ତି ଯେ ଏହି ସମଗ୍ର ସାମଗ୍ରୀର ଯୋଗାଣ କୌଣସି ବାଧା ବିନା ଜାରି ରହିବ। ଏହା ସହିତ ଦେଶ ଭିତରେ ସାମଗ୍ରୀର ଦକ୍ଷ ପରିବହନ ଏବଂ ବଣ୍ଟନ ସମ୍ପର୍କରେ ଆଲୋଚନା କରାଯିବ, ଯାହାଦ୍ୱାରା ସାଧାରଣ ଜନତା ଏବଂ ଶିଳ୍ପଗୁଡ଼ିକୁ କୌଣସି ଅସୁବିଧା ନ ହୁଏ। ଭାରତ ସରକାର ଦେଶ ଭିତରେ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବକୁ ରୋକିବା ପାଇଁ ପୂର୍ବରୁ ପଦକ୍ଷେପ ନେଉଛନ୍ତି। ସେହି ସମୟରେ ସମୟୋଚିତ ନିଷ୍ପତ୍ତି ଗ୍ରହଣକୁ ସହଜ କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ବିଶ୍ୱସ୍ତରରେ ଘଟୁଥିବା ଘଟଣାବଳୀ ଉପରେ ନିରନ୍ତର ନଜର ରଖାଯାଉଛି। ଏହା ଉଲ୍ଲେଖନୀୟ ଯେ ଇରାନରେ ଚାଲିଥିବା ସଂଘର୍ଷ ଯୋଗୁଁ ଶହ ଶହ ତେଲ ଏବଂ ଗ୍ୟାସ୍ ଟ୍ୟାଙ୍କର ହର୍ମୁଜ ପ୍ରଣାଳୀରେ ଫସି ରହିଛି। ଦର୍ଶକ ବନ୍ଧୁ, ଆମେ ଦେଖାହେବା ଅନ୍ୟ ଖବର ସହିତ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ।